ବେଥଲେହେମ୍ର ତାରକା। ଆସନ୍ତୁ ଜାଣିବା ଏହି 2000 ବର୍ଷ ପୁରୁଣା ରହସ୍ୟ ପଛର ସତ କ'ଣ। ଏହି କାହାଣୀ ବହୁତ ଜଣାଶୁଣା। 3 ଜଣ ପଣ୍ଡିତ ଗୋଟିଏ ତାରା ପଛରେ ଯାଇ ଶିଶୁ ଯୀଶୁଙ୍କୁ ଖୋଜି ପାଇଥିଲେ। ହେଲେ ପ୍ରଶ୍ନ ହେଉଛି, ସେହି ତାରକା ପ୍ରକୃତରେ କ'ଣ ଥିଲା? ଏହାକୁ ନେଇ ବହୁତ ବିତର୍କ ହୋଇଛି। ତେବେ ଏହା କ'ଣ ଥିଲା? କେବଳ ଏକ କାଳ୍ପନିକ କାହାଣୀ ନା କୌଣସି ବୈଜ୍ଞାନିକ ଘଟଣା? କିନ୍ତୁ ଏବେ ଜଣେ ନାସା ଗବେଷକ ମାର୍କ ମ୍ୟାଟନି ଏକ ନୂଆ ବୈଜ୍ଞାନିକ ବ୍ୟାଖ୍ୟା ଦେଇଛନ୍ତି। ମ୍ୟାଟନିଙ୍କ କହିବା କଥା, ସେମାନେ ଯାହା ଦେଖିଥିଲେ ତାହା ତାରା ନୁହେଁ, ବରଂ ଏକ ଧୂମକେତୁ ଥିଲା। ଧୂମକେତୁର ଗୁଣ ହିଁ ବୁଝାଇଥାଏ ଯେ ସେହି ଆକାଶୀୟ ପିଣ୍ଡଟି କାହିଁକି ଏତେ ଅଦ୍ଭୁତ ଥିଲା। ତେବେ ଏହି ଦାବିର ପ୍ରମାଣ? ତାହା ମିଳିଛି ବହୁତ ପୁରୁଣା ଐତିହାସିକ ରେକର୍ଡରୁ। ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜେରୁସାଲେମରେ ନୁହେଁ, ବରଂ ପ୍ରାଚୀନ ଚୀନର ଜ୍ୟୋତିର୍ବିଜ୍ଞାନୀମାନେ ଲେଖିଥିଲେ। ଆଉ ସବୁଠୁ ବଡ଼ କଥା ହେଲା, ଦୁଇଟି ଯାକ ଘଟଣାର ସମୟ ପୁରା ମେଳ ଖାଉଛି। ଚୀନର ରେକର୍ଡ ଅନୁସାରେ ଏହା 70 ଦିନରୁ ଅଧିକ ଦେଖାଯାଇଥିଲା। ଏକ ଲମ୍ବା ଯାତ୍ରା ପାଇଁ ଏହା ଯଥେଷ୍ଟ। ଏତିକି ନୁହେଁ, ମ୍ୟାଟିନ୍ଙ୍କ ଅନୁସାରେ ଧୂମକେତୁର ଗତିପଥ ମଧ୍ୟ ବାଇବଲ କାହାଣୀ ସହ ମିଶୁଛି। ଧୂମକେତୁର ଗତିପଥ ଜ୍ଞାନୀମାନଙ୍କର ଯାତ୍ରାକୁ ପୂରାପୂରି ସମର୍ଥନ କରୁଛି। ଏହି ଧୂମକେତୁ ପୃଥିବୀର ଏତେ ପାଖରେ ଥିଲା ଯେ ଏହା ଦିନରେ ବି ଦେଖାଯାଉଥିବ। ମେଟନି କୁହନ୍ତି, ଏହା ହିଁ ପ୍ରଥମ ଜ୍ୟୋତିର୍ବିଜ୍ଞାନ ପ୍ରମାଣ ଯାହା ବାଇବଲର ବର୍ଣ୍ଣନା ସହ ମିଶୁଛି। ତେବେ ଏହି ତଥ୍ୟ ଗୋଟିଏ ଐତିହାସିକ ଘଟଣାକୁ ଏକ ବୈଜ୍ଞାନିକ ଆଧାର ଦେଉଛି। ଏହିପରି ଭାବରେ ବିଜ୍ଞାନ, ଇତିହାସ ଆଉ 2000 ବର୍ଷର ବିଶ୍ୱାସ ଗୋଟିଏ ସୂତାରେ ବାନ୍ଧି ହୋଇଯାଉଛି। ତେବେ କ'ଣ ଗୋଟିଏ ଘଟଣା ଏକା ସାଙ୍ଗରେ ବୈଜ୍ଞାନିକ ସତ୍ୟ ଆଉ ଆଧ୍ୟାତ୍ମିକ ସଂକେତ ହୋଇପାରେ?